ତେଜସ୍ ଆଜି ବହୁତ କାନ୍ଦିବେ। ହଁ ଦର୍ଶକ ବନ୍ଧୁ, ତେଜସ୍ ଆଜି ତାଙ୍କ କ୍ଲାନ୍ସଙ୍କର ମୃତ୍ୟୁ ଖବର କଥା ମନେ ପକାଇ ରୁମରେ ବସି ବହୁତ କାନ୍ଦୁଥିବେ। ଆଉ ସେତିକି ବେଳେ ଭବାନୀ ପହଞ୍ଚିଯିବ। ପୁଣି ତେଜସ୍ ତାଙ୍କ ମାଆକୁ ଦେଖି ଦୁଃଖରେ କୁଣ୍ଢାଇ ପକାଇବେ ଆଉ ବହୁତ କାନ୍ଦିବେ। ଆଉ ଭବାନୀ ମିଛରେ ବାହାନା କରି କହିବ କି, ତେଜସ୍ ନିଜକୁ ଟିକେ ସମ୍ଭାଳ, ମୁଁ ତ ମନ କଥା ବୁଝିପାରୁଛି ଆଉ ତ ପରିସ୍ଥିତି ବି ବୁଝିପାରୁଛି, ହେଲେ ଏମିତି ଭାଙ୍ଗି ପଡ଼ିଲେ କେମିତି ହବ। ସେଇଠୁ ତେଜ କହିବ, ଏତେ ସବୁ ହେଲା ପରେ ବି ମୁଁ ତ୍ରିନାଲିକୁ ପୋଲିସ ଠାରୁ ବଞ୍ଚାଇକି ଆଣିଲି, ତାଙ୍କୁ ବେଲ୍ କରିକି ନେଇକି ଆସିଲି, ହେଲେ ସେ ତାଙ୍କ ଦୋଷ ମାନିବାକୁ ହିଁ ନାରାଜ। ଜମା ବି ସେ ତାଙ୍କ ଦୋଷ ମାନୁନାହାନ୍ତି, ଓଲଟା ତମ ଉପରେ ଦୋଷ ଲଦି ଦେବାକୁ ଚେଷ୍ଟା କରୁଛନ୍ତି। ଜାଣିଛ ମା, ସେ ଡାଇରେକ୍ଟରଙ୍କର ମଲା ମୁହଁ ମୋ ଆଖିରୁ ଯାଉନି। ତ୍ରିନାଲି ଆଉ ତାଙ୍କ ଲୋଭ ପାଇଁ ଗୋଟେ ନିରୀହ ଲୋକର ଜୀବନ ଚାଲିଗଲା। ଆଉ ତମେ ନିଜେ କୁହ ମା, ଏମିତିଆ ଝିଅ ସାଙ୍ଗରେ ମୁଁ ମୋ ସାରା ଜୀବନ କେମିତି କାଟିବି, କେମିତି ବଞ୍ଚିବି ମୁଁ ତା ସାଙ୍ଗରେ। ଏମିତି କହି ତେଜସ୍ ବହୁତ କାନ୍ଦିବେ। ତ ଦର୍ଶକ ବନ୍ଧୁ, ତେଜ କଣ ଭବାନୀର ସତ ଖୁବ୍ ଶୀଘ୍ର ଜାଣିପାରିବ କି? ଆମକୁ କମେଣ୍ଟ କରନ୍ତୁ। ଆଉ ଆଗକୁ ଏମିତି ନୂଆ ନୂଆ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରିଦିଅନ୍ତୁ।